समभिधर वासुदेव अनंत रूपेण विनियोजयस्व अनंत रूपाय नमो नमस्ते। सर्वप्रथमे पवित्र शिशु अनंतंक परिवार तीर्थ आजिर यही महान संध्यारे अगणित अनंत बलिया परिवार ओ मोर प्रिय श्रोता भक्त एवं जो माने साधु सन्थ पंडित माने अछंती समस्त को साधु सन्त पंडित मान को प्रणाम जनाऊँगी एवं समस्त को शुभेच्छा जनाऊँगी। किछि दिन किछि कहू नथिली बा लाइफ बंद होइतला। तार कारण थिला शरीर असुस्थ है एमती असुस्थ है जे मुझे कथबार्ता करने बा कौन सी प्रेसर नापी मोर इच्छा है। तेणु आमर जो माने शिष्य डॉक्टर माने अछंती से माने परामर्श देले किछि दिन आपण बेसी किसी कहतु नहीं ये भली परामर्श देले तांको कथाटा मानिबा को हबो। आमे भाबुचु सबले मने मने भाबुचु जे केवल आमे भगवान को कथा मानिबू। भगवान को आमे कई देखिनु ना देखिनु जी भी देखी सी को भगवान को आम आगे आनी ठिया कर दौरान यही हूँ भगवान साथ कथबार्ता कर देखीचु गुरुदेव को माध्यम रे भगवान वार्ता आम प्राप्त हो गुरु कृपा बल रे आज विश्व विज्ञान ज्ञान विज्ञान उन्नति करिछि। बहु बाटरे वर्तमान विज्ञान पहुंची। आपन देखिए गोटे एलोपैथिक साइंस चिकित्सा विज्ञान आमे जेतेबेले छोट पिला सब थिलु मोर मने अच्छी कटक गोटे ता ना हूँ गदेई कौन गदेई घोटी ना कौन से लोकटर ना हूँ गदेई ना कौन एवं सी सब जार जहा हुए से गोटे कौन सब माने चेरमुड़िका बाटी बुटिकी दिए से लोकंर ज्वर भल होता ठंडा भल होता। आज भी से दुकान टी काले अच्छी से लोकटी आउ ना एठू आमर अनेक विज्ञान अनेक दिग विदिग आज प्रसारित है। दिग विदिग भितर आज ध्वंसास्त्र ठारू मनीष को बा सृष्टि को विकलांग कला भली कार्य आज आम कर चलीचु। केवल से विज्ञान को लेकिन आम तार अपव्यवहार कर आमे पिलादिने गोटे छोट पिला को जिते काखेकरी से अईनी करुवा अवस्था ताकू बुझाऊ सेतबेले आमे जह्नमामु को सरग आ जह्नमामु सरग शशि ये भली
ଗୀତ ବୋଲି ତାକୁ ଆମେ ବୋଧ ଦେଉଥିଲୁ। ଆଜି ଜହ୍ନମାମୁଁ ହେଇକି ଅଛନ୍ତି, କିନ୍ତୁ ପୃଥିବୀ ଆଉ ପୃଥିବୀ ଭଳି ନାହିଁ। ଆପଣମାନେ ଶିକ୍ଷାବିତ୍ ମାନେ ନିଶ୍ଚୟ ଜାଣୁଥିବେ, ଯେଉଁ ସୁନ୍ଦର ପୃଥିବୀରେ ଆମେ ଜନ୍ମ ହେଇଥିଲେ, ଦିନକୁ ଦିନ ଅନେକ ସୌନ୍ଦର୍ଯ୍ୟ ତାର ନଷ୍ଟ ହେବାରେ ଲାଗିଛି। ଯଥା ପାହାଡ଼, ପର୍ବତ, ଜଙ୍ଗଲ, ମାଟି ତଳେ ଥିବା ଅନେକ ଖଣିଜ ପଦାର୍ଥ, ଏ ସବୁଗୁଡ଼ିକ ଆଜି ନଷ୍ଟ ହେବାରେ ଲାଗିଛି। ଏମିତିକି ଗୋଟିଏ ଗୋଟିଏ ଦେଶ ସମୁଦ୍ର ଭିତରେ ତାର ରାଜଧାନୀ ମଧ୍ୟ ସମୁଦ୍ର ଭିତରେ ବିଲୀନ ହେବାକୁ ଯାଉଛି। ସେ ଦେଶର ନେତୃବୃନ୍ଦ ଆଜି ଚିନ୍ତା କରୁଛନ୍ତି ଯେ ଆମେ ଏ ରାଜଧାନୀଟାକୁ କୋଉଠିକି ନେବା, ଯେମିତି 10, 50, 100 ବର୍ଷ ଆଉ ସମୁଦ୍ର ସେଠିକି ଆସିବନି। ଏମିତିକି ଆପଣମାନେ ବି ସେଟାକୁ ଅନୁସନ୍ଧାନ କଲେ ଜାଣୁଥିବେ, ଗୋଟେ ପାହାଡ଼ ପର୍ବତ ଭଳି ବରଫ ଖଣ୍ଡ ବରଫାବୃତ ଅଞ୍ଚଳରୁ ମାନେ ବିଚ୍ଛିନ୍ନ ହେଇ ସମୁଦ୍ର ଭିତରେ ଭାସୁଛି। ତା ଦ୍ୱାରା ହେଉଛି କ'ଣ, ସମୁଦ୍ରର ପାଣି ବଢ଼ୁଛି। ସମୁଦ୍ର ବର୍ତ୍ତମାନ ଭୂମିକୁ ଖାଇବା ପାଇଁ ଚେଷ୍ଟା କଲାଣି। ଯେଉଁ କବିମାନେ ପୃଥିବୀ ଆଉ ସମୁଦ୍ରକୁ ଚିନ୍ତନ କରି ଦିନେ କବିତା ଲେଖିଥିଲେ, ଆଦେଶେ ଉଦଧି ନଲଙ୍ଘେ ଅବଧି ଜୟ ଜଗଦୀଶ ହରେ। ସେଇ କବିମାନଙ୍କ ଭିତରେ ଆଜି ଯେଉଁ କବିମାନେ ବାହାରିବେ, ସିଏ ଆଉ ସେ କଥା ଲେଖିପାରିବେନି। କାରଣ ଦେଖୁଛନ୍ତି ସମୁଦ୍ର ସବୁଆଡ଼େ ଖାଉଛି। ଆମର ଓଡ଼ିଶା ମାଟିରେ ଆମେ ଯାହାଙ୍କୁ ଆମର ଜୀବନର ବା ଆମ ପରିବାରର ମୁଖ୍ୟ ବୋଲି ଭାବୁ, ସିଏ ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥଙ୍କ କ୍ଷେତ୍ରର ଭୂମି ମଧ୍ୟ ମାନେ ସିଏ ସମୁଦ୍ର ଗର୍ଭରେ ଲୀନ ହେବାକୁ ଯାଉଛି। 10-15 ବର୍ଷ ତଳେ ମୁଁ ସେ ମସିହା ମୋର ମନେ ରହେନି, କୋଣାର୍କ ଠାରୁ ପାରାଦୀପ ଠାରୁ କୋଣାର୍କ ଠାରୁ ପୁରୀ ପର୍ଯ୍ୟନ୍ତ ଏ ସେବକ ଗୋଟିଏ ବରୁଣ ପୂଜା କରି ବରୁଣ ଦେବତା କହିଲେ ସମୁଦ୍ର, ତାଙ୍କୁ ଆମେ ପ୍ରାର୍ଥନା କରିଥିଲୁ। ଆମର ଯାହା ପ୍ରାର୍ଥନା କରିବା କଥା କରିଥିଲୁ ଏବଂ ଆମେ ଯାହା ଅନୁଭବ କଲୁ। ସେତିକି ବେଳେ ଚନ୍ଦ୍ରଭାଗା ତୀର୍ଥରେ ଜଣେ ବ୍ୟକ୍ତି, ଯେଉଁ ଧର୍ମଶାଳାରେ ଥିଲୁ, ସେ ଜଣେ ବ୍ୟକ୍ତି ହଠାତ୍ କହି ପକାଇଲେ, ଆପଣ ବରୁଣ ପୂଜା କରିବେ? କରିବା, କାହିଁ କରିବେ? କଥା ଉପରକୁ କଥା ପାଖକୁ କଥା ନ କହିଲେ ଦୋଷ, ତେଣୁ କଥା କହିଲେ ଦୋଷ, ନ କହିଲେ ଦୋଷ। ବର୍ତ୍ତମାନ ଏମିତିଆ ସବୁ ମାନେ ଭାବନା ଆସିଛି। ସେ ଯଦି ଗୋଟେ କଥା ପ୍ରସଙ୍ଗରେ ମୋତେ କହିଲା, ସତରେ କ'ଣ ଏମିତି ସମୟ ଆସିବ ପୃଥିବୀ କି ସମୁଦ୍ର ଖାଇଯିବ, ଆପଣ ଆଜିଠୁ ପୂଜା କରୁଛନ୍ତି? ସେ କଥାକୁ ମୁଁ ଶୁଣିଲି, ତାଙ୍କୁ ନମସ୍କାରଟିଏ କରି ମୁଁ ଖସିକିରି ପଳେଇଲି। କିନ୍ତୁ ତାପରେ ଦେଖାଗଲା ସମୁଦ୍ର ବର୍ତ୍ତମାନ ପୃଥିବୀର ସବୁଆଡ଼େ ଭୂମିକୁ ଗ୍ରାସ କରୁଛି।
ସମୁଦ୍ର କୂଳରେ ଯେଉଁ ସେଇ ସ୍ରଷ୍ଟା ଅଦୃଶ୍ୟ ସତ୍ତା ଯାହାଙ୍କୁ ଆମେ ମାଲିକ ବୋଲି କହୁଛୁ, ଜଗତର ମାଲିକ, ସେ ଗୋଟେ ଗଛ ସୃଷ୍ଟି କରିଥିଲେ। ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଥିଲେ। ସେ ଜଙ୍ଗଲର ଉଦ୍ଦେଶ୍ୟ କ'ଣ ଥିଲା? ସମୁଦ୍ର କୂଳରେ ଝାଉଁ ଜଙ୍ଗଲ ଥିଲା। ତାର ଉଦ୍ଦେଶ୍ୟ କ'ଣ ଥିଲା? ତାର ଉଦ୍ଦେଶ୍ୟ ମଣିଷ ସେତେବେଳେ ବୁଝିପାରିନଥିଲା। ମଣିଷ ଭାବୁଥିଲା ଏଗୁଡ଼ା ଗଛ ଗୁଡ଼ାକ ସୃଷ୍ଟି ହେଇଛି, ଆପଣ ସଫା କରିଦେଲେ ଆମର ମାଛ ଚାଷ କି ଆଉ କ'ଣ କରିବୁ ଆଉ। କିନ୍ତୁ ପରବର୍ତ୍ତୀ ସମୟରେ ପରିବେଶବିତ୍ମାନେ ଦେଖିଲେ ହେନ୍ତାଳ ଜଙ୍ଗଲ, ଝାଉଁ ଜଙ୍ଗଲ ଏଗୁଡ଼ାକ ଯଦି ରହିବ ତାହେଲେ ବାତ୍ୟାର ପ୍ରକୋପ ନିଶ୍ଚୟ କମିବ। ତାଳ ଗଛ, ଖଜୁରୀ ଗଛ, ନଡ଼ିଆ ଗଛ ଏଗୁଡ଼ାକ ଯେତେ ପରିମାଣରେ ରହିବ ସୂର୍ଯ୍ୟଙ୍କର ତାପ କମିବ। ଏଇ ଯେଉଁ ବଜ୍ରପାତର ଭୟଟା କମିଯିବ। କିନ୍ତୁ ପ୍ରକୃତରେ ଆମେ ଏ ପର୍ଯ୍ୟନ୍ତ ବି ଏ କଥାରେ ଆମେ ବିଶ୍ୱାସ ମଧ୍ୟ ସମ୍ପୂର୍ଣ୍ଣ କରୁନୁ। ଆମେ ଯେ ଜାଣିଛୁ କହିଦେଲୁ, ଅନେକ ଭାବୁଛନ୍ତି କ'ଣ କହୁଛ, ସବୁ ତ ସେଇ ସୂର୍ଯ୍ୟ ତ ଉଦୟ ହେଉଛନ୍ତି, ଆଉ ସେଇ ପୃଥିବୀ ତ ଅଛି, ଆଉ ତାଳ ଗଛ କ'ଣ କରିବ? ତେଣୁ ପ୍ରଭୁ ଏତେ ମଙ୍ଗଳମୟ। ଖରାଦିନେ ବହୁତ ଖରା ହୁଏ, ବାଟୋଇମାନେ ତୃଷ୍ଣାରେ ଛଟପଟ ହୁଅନ୍ତି, ପାଣି ସବୁ ଜାଗାରେ ତ ମିଳେ ନା। ସେଥିପାଇଁ ଯେଉଁ ଫଳଟି ତୃଷ୍ଣାକୁ ମେଣ୍ଟାଏ ସେଇ ଫଳ ସବୁ ଏଇ ସମୟରେ ସୃଷ୍ଟି ହୁଏ। ସେଇଟା ହେଉଛି ଆମ୍ବ, ପଣସ, ତରଭୁଜ, ଫୁଟି, କାକୁଡ଼ି, ଏସବୁ କାହିଁ ସୃଷ୍ଟି ହେଇଥିଲା? କ'ଣ ଠାକୁର ତାକୁ ଖାଇବେ ବୋଲି ସୃଷ୍ଟି ହେଇଥିଲା ନା ଗୋଟେ କ'ଣ ପାଇଁ ସୃଷ୍ଟି ହେଇଥିଲା? ଆପଣ ଦେଖିବେ ସବୁ କଥାର ଉଦ୍ଦେଶ୍ୟ ହେଉଛି କେବଳ ମଣିଷକୁ, ପୃଥିବୀକୁ ରକ୍ଷା କରିବା ପାଇଁ। ଇଏ ହେଉଛି ଭଗବାନଙ୍କର ଅଦ୍ଭୁତ ଦାନ। ଆମେ ସେ କଥା ନ ଭାବି ମୋର ନାତି ନଥିଲା, ନାତିଟିଏ ହେଲା, ତେଣୁ ଭଗବାନ ମଙ୍ଗଳମୟ। ମୋର ନାତି ମାଗିଥିଲି, ନାତୁଣୀଟିଏ ହେଲା, ତେଣୁ ଭଗବାନ ମୋ କଥା କିଛି ବୁଝିଲେନି। ଆମ ଭାଷା ହେଉଛି ଏଇଆ। ଏବେ ଥରେ ଜଣେ ମା ଏଇ ଦୁଇ ତିନି ଦିନ ତଳେ ସେ ମାନେ କାନିଟାକୁ, ମୋ ଦୁଇ ହାତରେ କାନିଟାକୁ ଧରିକିରି ମୋତେ ଏମିତି ମାଗୁଥାଏ, ଯେମିତି ମୋତେ ଏମିତି ଚାଉଳ କି ଡାଲି କ'ଣ ମାଗୁଛି। ମୁଁ ତାକୁ ଦୁଇଥର ତିନିଥର ଅନେଇଲି, ଜାଣିପାରିଲି ଆର ମାଗି ନାତି କି ନାତୁଣୀ ଗୋଟା କ'ଣ ମାଗୁଛି। ନାତୁଣୀ ତ କେବେ ମାଗୁନଥିବ, ନାତି ମାଗୁଥିବ। ଏଇଥିପାଇଁ ଯେ ଭଗବାନ ବିଶ୍ୱ ଯେ ସେ ମଙ୍ଗଳମୟ ସେ କଥା ନୁହେଁ। ବିଶ୍ୱ ପାଇଁ ସୂର୍ଯ୍ୟଙ୍କର ରଶ୍ମି ମଣିଷ ସହିପାରିବନି ବୋଲି, ତାର ଅତିବାଇଗଣୀ ରଶ୍ମି ସହିପାରିବନି ବୋଲି, ଯେତିକି ଦରକାର ଅତିବାଇଗଣୀ ରଶ୍ମି ସେତିକି ମଣିଷ ଦେହକୁ ଆସିବ, ସେଥିପାଇଁ ଗୋଟେ ସୁନ୍ଦର ଜାଲ ମଧ୍ୟ ସେ ତିଆରି କରିଛନ୍ତି ଏଇ ମହାକାଶ ଭିତରେ ବା ଏଇ ପୃଥିବୀ ଭିତରେ। କିନ୍ତୁ ଆମେ ବିଜ୍ଞାନର ଚିନ୍ତନ କରି ଆମେ ଯେତେ ଅଯଥାରେ ଫ୍ରିଜ୍, ଏସି ବା ଏଗୁଡ଼ିକ ଆମେ ଯେତେ ବ୍ୟବହାର ଯେତେ କରୁଛୁ, ତା ଦ୍ୱାରା ସେଗୁଡ଼ିକ ସବୁ ବର୍ତ୍ତମାନ ଖଣ୍ଡିଆ ମଣ୍ଡିଆ ହେଇଗଲାଣି। ତେଣୁ ସୂର୍ଯ୍ୟଙ୍କ ତାପ ଯେତିକି ଥିଲା ସେଇଟା ଆମକୁ ବର୍ତ୍ତମାନ ବେଶୀ ଲାଗୁଛି। ଅସହ୍ୟ ଯନ୍ତ୍ରଣା,
ଖାଲି କ'ଣ ଟିଭି ପରଦାରେ କହିଦେଲେ ହବ କି? ତେଣୁ ପ୍ରତିକାର ପାଇଁ ସରକାର କରିବେ ଏସବୁ କଥାକୁ ଭୁଲି ଆମେ ସମସ୍ତେ କରିବା। ଯେତେବେଳେ ଆମେ ଜାଗିବା ସେତେବେଳେ ସେ ଜାଗ୍ରତ ପୁରୁଷ ସେ କେବେ ବି ଶୁଅନ୍ତି ନାହିଁ। ସେ ଅନନ୍ତ ଶଯ୍ୟାରେ ଶୋଇଛନ୍ତି ବୋଲି କିଏ କହନ୍ତି, ସିଏ କେବେ ବି ଶୁଅନ୍ତି ନାହିଁ। ତାଙ୍କ ପାଖରେ ସେ ନିଦ ଆସେ ନାହିଁ, କିନ୍ତୁ ବିଶ୍ରାମ ନେଇପାରନ୍ତି। ତେଣୁ ସିଏ ଯେତେବେଳେ ଆମେ ଜାଗ୍ରତ ହେବା ସେତିକି ବେଳେ ସିଏ ନିଶ୍ଚୟ ଜାଗ୍ରତ ହେବେ। ଏବଂ ଯୁଗପୁରୁଷମାନଙ୍କୁ, ଯୁଗପୁରୁଷ କହିଲେ ସାଧୁ ସନ୍ଥ ଗୁରୁବର୍ଗ। ଆମେ ଯେ ଗୋଟେ ସାଧୁ ସନ୍ଥ, ଏଇ ଯେଉଁ କଥାଟି ଆମେ କହିଲୁ, କାଲି ଗୋଟେ କଥା ମୁଁ ଗୋଟେ ଜାଗାରେ ଗୋଟେ କହୁଥିଲି, ଚଲନ୍ତା ସାଧୁ ବହନ୍ତା ପାଣି। ଚଲନ୍ତା ସାଧୁ କିଏ, ବହନ୍ତା ପାଣି କିଏ? କ'ଣ ଏଇ ପୋଷାକରେ ସାଧୁ ସନ୍ଥ ହେଇଯାଆନ୍ତି କି? ମୁଁ ତ କେତେବେଳେ ଲୁଗା ପିନ୍ଧିଛି, କେତେବେଳେ ଅଖା ପିନ୍ଧି ବୁଲିଛି, କେତେବେଳେ ଖାଲି କୌପୁନି ପିନ୍ଧି ମଧ୍ୟ ମାନେ ମୁଁ ବସିଛି ବା ବିଶ୍ରାମ ନେଇଛି। ସେଇଥିରେ ତ ମୁଁ ସାଧୁତାକୁ ପାଇନି। ସାଧୁତାକୁ ପାଇବାକୁ ହେଲେ କେତେ ସାଧନ, କେତେ ବ୍ୟାକୁଳତା ଦରକାର, ସେଇଟା ଯିଏ କରୁଥିବ ଜାଣିବ, ସମସ୍ତେ ଜାଣିପାରିବେନି। ଚଲନ୍ତା ସାଧୁ ସେ ହେଉଛି ନିଶ୍ୱାସ, ନାକ ବାଟେ ନିଶ୍ୱାସ ଯାଉଛି ଆଉଛି, ସିଏ ହେଉଛି ଚଲନ୍ତା ସାଧୁ। ବହନ୍ତା ପାଣି, ଭଗବାନଙ୍କର କଥା କୋଉ କୋଉ ଆଖିରେ ଯାହାର ଲୁହ ଆସେ ସେଇଟା ହେଉଛି ବହନ୍ତା ପାଣି। ଯାହା ଆଖିରେ ଲୁହ ନାହିଁ କିମ୍ବା ଯାହାର ନିଶ୍ୱାସ ସହିତ ବିଶ୍ୱାସ ନାହିଁ, ସିଏ କ'ଣ ସାଧୁ ହେବେ? ତେଣୁ କିଏ ଆଶା ବାରି ଧରିଛି, କିଏ କ'ଣ ଚୁମୁଟା ଧରିଛି, କିଏ ନିଆଁ ଜାଳିକି ବହିଛି, କିଏ କେତେ ପ୍ରକାରର ଏ ସଂସାରରେ ସବୁ ଚାଲିଛି। ଏସବୁ ଚାଲିବ, କିନ୍ତୁ ତାରି ଭିତରେ ବି କେହି ସାଧକ ଅଛନ୍ତି। ସତ୍ୟର ସାଧକ ଯେଉଁମାନେ ଅଛନ୍ତି ସେଇମାନଙ୍କ ପ୍ରାର୍ଥନାରେ ଇଏ ସଂସାର ରହିଛି। ତାମିଲନାଡୁର ଜଣେ ବିରୋଧୀ ଦଳ ନେତା କହିଲେ, ଆଗରୁ କହିଥିଲେ, ଏବେ ବି ଏଇ ନୂଆ ସରକାର ବେଳେ କହିଲେ, ସନାତନ ଧର୍ମର ମୂଳପୋଛ କରିବା। ସେ କହୁଛନ୍ତି, ବିରୋଧୀ ଦଳ ନେତା ହିସାବରେ ସରକାରଙ୍କୁ କହୁଛନ୍ତି, ଆମେ ମିଳିମିଶି କାମ କରିବା, ସନାତନ ଧର୍ମକୁ ମାନେ ମୂଳପୋଛ କରିବା। ତାଙ୍କ ପାଖକୁ ଚିଠିଟିଏ ମୁଁ ଆଜି ଦେଇଛି, ଲେଖି ଦେଇଛି, ପଠାହବ। ଆଚ୍ଛା, କୋଉଟାକୁ ଆପଣ, ମୁଁ ତାଙ୍କୁ ଲେଖିଛି, କୋଉଟାକୁ ଆପଣ ମୂଳପୋଛ କରିବେ? ସ କହିଲେ ସତ୍ୟ, ସଂଯମ, ସଂକଳ୍ପ, ସତସଙ୍ଗ, ଏଇଟାକୁ ମୂଳପୋଛ କରିବେ। ନା କହିଲେ ନାମ, ମୋ ନାଁ, ଆପଣଙ୍କ ନାଁ, ତା ଭିତରେ ବି ମୁଁ କହିଛି ମୋ ନାଁ, ଆପଣ ଯିଏ କହୁଛନ୍ତି ତାଙ୍କ ନାଁ। ଇଏ ସଂସାରରେ ଯେତେ ଦେଶ, ଯେତେ ଅଞ୍ଚଳ, ଯେତେ ପଦାର୍ଥର ନାଁ ସବୁ ହେଉଛନ୍ତି ନାମ। ତାକୁ ମୂଳପୋଛ କରିବେ, ତାମାନେ ପ୍ରଳୟ ସୃଷ୍ଟି କରିବେ। ତ କହିଲେ ତତ୍ତ୍ୱ। ତତ୍ତ୍ୱ କ'ଣ? ଆମର କିଛି ବାବାଜୀ ମାନେ ଏମିତି କହୁଛନ୍ତି, ତତ୍ତ୍ୱ ମାନେ ଆମର ହେଲା ସେଇ ହଂସ, ସୋହମ, ଏମିତି ସବୁ ତତ୍ତ୍ୱ।
ସେ ତତ୍ତ୍ୱ ତା ବାଟରେ ଚାଲିବ, ସେ ତତ୍ତ୍ୱ ତାର ସୃଷ୍ଟି ହେଇଛି, ସେ ତା ବାଟରେ ଚାଲିବ, ତା କ୍ରିୟା ବି କରିବ। କିନ୍ତୁ ସବୁ କଥାର ସାରାଂଶ ହେଉଛି ତତ୍ତ୍ୱ। ଯାହା ତୁମେ କରୁଛ, ଯାହା ଖାଉଛ, ଯଦି ଜଣକୁ ପଚରାଯିବ ତମେ ବାବାଜୀ ହେଲ କାହିଁକି, କ'ଣ ପାଇଁ ବାବାଜୀ ହେଲ? ଦାଢ଼ି ରଖିବା ପାଇଁ, ବାଳ ରଖିବା ପାଇଁ, ପୁଳାଏ ତିଲକ ନାଇବା ପାଇଁ ବାବାଜୀ ହେଲ ନା କ'ଣ ପାଇଁ ବାବାଜୀ ହେଲ? କୁଳ ପବିତ୍ରମ୍ ଜନନୀ କୃତାର୍ଥ, ତୁମେ କାହାକୁ କୃତାର୍ଥ କରିଛ? ବସୁନ୍ଧରା ଧନ୍ୟାଦତି ସୁଧନ୍ୟା। ମୋତେ ଯିଏ କହେ ବାବାଜୀ, ମୁଁ କହେ ମୁଁ ବାବାଜୀ ନୁହେଁ, ମୁଁ ଦୟାକରି କୁହନା। ମୁଁ ବାବାଜୀ ହବା ପାଇଁ ଆଇଥିଲି, କିନ୍ତୁ ଏପର୍ଯ୍ୟନ୍ତ ବାବାଜୀ ହେଇପାରିନି। ଗୋଟିଏ ଭଦ୍ର ଲୋକ ହବା ପାଇଁ ମୁଁ ସବୁବେଳେ ଚାହୁଁଛି। ତେଣୁ ଭଦ୍ର ଲୋକ କ'ଣ ହବ? ଆମ ପାଟିରେ ଯେଉଁ ଭାଷା ସବୁ ଆମେ ବ୍ୟବହାର କରୁଛୁ, ସେଇଥିରୁ ଜଣାପଡ଼ିଯାଉଛି ଆମେ କେତେ ଅଭଦ୍ର। ତେଣୁ ସବୁ କଥା ପରେ ସେଇ ଗୋଟିଏ କଥା ହେଉଛି, ଆମେ ଜାଗିଲେ ସମାଜ ଜାଗିବ, ପୁଣି ବୃକ୍ଷ ଜଙ୍ଗଲ, ପୁଣି ସବୁ କଥା ସେଠି ପୁଣି ଚାଲିବ। ଏ ସୃଷ୍ଟିର ସେଇ ମଙ୍ଗଳ ମୁହୂର୍ତ୍ତକୁ ଆମେ ଅପେକ୍ଷା କରି ଏପର୍ଯ୍ୟନ୍ତ ରହିଛୁ। ଆମରି ସହିତ ଆମେ ଯେଉଁମାନଙ୍କ ଗହଣରେ ଥିଲୁ, ସେମାନେ ଆଜି ସମସ୍ତେ ଗଲେଣି, କେବଳ ବର୍ତ୍ତମାନ ବଳିଆ ଅଛି। ମୁଁ ସେଇ ମହାପୁରୁଷମାନଙ୍କ ନାଁ କହୁଛି, ସବୁ ଆମେ ଅକ୍ଷରିଆଟ ପଞ୍ଝାଏ ଥିଲୁ। ଆଉ ବ୍ରହ୍ମାନନ୍ଦ, ବାୟାରାମ, ବୈକୁଣ୍ଠ, ବୈରାଗୀ, ବୁଦ୍ଧନାଥ, ଏଇଭଳି ଅନେକ ଭିତରେ ଆମେ ଥିଲୁ। ଆମରି ଭିତରେ କଥାବାର୍ତ୍ତା ଭୁଲ ଠିକ୍, କିନ୍ତୁ ଆଉ ଗୋଟିଏ ଦିଟା ଖଣ୍ଡେ ନଥିଲା। ମଧୁସୂଦନ, ଅଭିରାମ, ଏସବୁ ଭିତରେ ନଥିଲେ, କିନ୍ତୁ ସେ କିନ୍ତୁ ଆମ ମନ ବି ତାଙ୍କ ପାଖରେ ଥିଲା। କିନ୍ତୁ ବର୍ତ୍ତମାନ କାହାକୁ ପଚାରିବୁ, କାହାକୁ ଉତ୍ତର, କି ଉତ୍ତର ଆମେ ପାଇବୁ, ତା ଆଉ ପଚାରିବାକୁ କେହି ଲୋକ ନାହାନ୍ତି, କି ଆଉ ଉତ୍ତର ଦେବା ବି କେହି ନାହାନ୍ତି। କେବଳ ଇଏ ଅକ୍ଷର ଶେଷ ଟି କେବଳ ଏଇ ସେବକର ପାଖରେ ଅଛି। ପୁଣି ଆମେ ସେଇ ବ୍ରହ୍ମାନନ୍ଦଙ୍କୁ ପ୍ରାର୍ଥନା କରୁଛୁ, ତାଙ୍କର ଦୟା ହେଲେ ଇଏ ସୃଷ୍ଟିର ସେଇ ମଙ୍ଗଳ ମୁହୂର୍ତ୍ତକୁ ଆମେ ଦେଖି ଅନୁଭବ କରି ଏ ଦୁନିଆରୁ ବିଦାୟ ନେଲେ ସେଇଟା ହିଁ ହେବ ଆମର ଶାନ୍ତି, ମୁକ୍ତି, ସବୁ କିଛି। ତେଣୁ ସେଥିପାଇଁ ଠାକୁର ନିଗମାନନ୍ଦଙ୍କର ଗୋଟେ ସୁନ୍ଦର ଶ୍ଲୋକ, ବ୍ରହ୍ମାନନ୍ଦମ୍ ପରମ ସୁଖଦମ୍ କେବଳମ୍ ଜ୍ଞାନମୂର୍ତ୍ତି ଦ୍ୱନ୍ଦ୍ୱାତୀତମ୍ ଗଗନ ସଦୃଶଂ ତତ୍ତ୍ୱମସ୍ୟାଦିଲକ୍ଷ୍ୟମ୍ ଏକ ନିତ୍ୟଂ ବିମଳମଚଳଂ ସର୍ବାଦି ସାକ୍ଷୀ ଭାବାତୀତଂ ତ୍ରିଗୁଣରହିତଂ ସଦ୍ଗୁରୁ ତ୍ୱାଂ ନମାମି। জয় গুরু, জয় জগন্নাথ।